ଲଗାଣ ବର୍ଷାରେ ବେହାଲ ହୋଇଛି ସାରା ଓଡ଼ିଶା। ଏ କ୍ଷେତ୍ରରେ ପ୍ରତ୍ୟେକ ନଦୀରେ ଏବଂ ଉପନଦୀରେ ବନ୍ୟା ସୃଷ୍ଟି ହୋଇଛି। ତେବେ ଆମେ ଦେଖିବା ଇଏ ହେଉଛି ଅନୁଗୁଳ ଜିଲ୍ଲାର ଟିକରପଡ଼ା ପଞ୍ଚାୟତ। এই ଟିକରପଡ଼ା ପଞ୍ଚାୟତ ଦେଇ ଯାଇଛି ସାତକୋଶିଆ ମହାନଦୀ ଗଣ୍ଡ। ମହାନଦୀ ଗଣ୍ଡରେ ପ୍ରବାହିତ ହେଉଛି ବନ୍ୟା ଜଳ। ବର୍ଷାର ଉତ୍ପାତ ଏବଂ ଟିକରପଡ଼ାର ପୂର୍ବ ଉପରମୁଣ୍ଡରେ ଥିବା ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ବର୍ତ୍ତମାନ ଏଠି ବନ୍ୟା ଜଳ ପ୍ରବାହିତ ହେଉଛି। ମୋର କ୍ୟାମେରା ପର୍ସନକୁ କହିବି ସେ ଦେଖେଇବେ ଯେ ବର୍ତ୍ତମାନ ଇଏ ହେଉଛି ଗୋଇନ୍ଦି ଗ୍ରାମ, ଯେଉଁଟାକି ଟିକରପଡ଼ା ପଞ୍ଚାୟତର ଗୋଇନ୍ଦି ଗ୍ରାମ। ଇଏ ହେଉଛି ଚାଷ ଜମି, ଯେଉଁଟାକି ସେମାନେ ଚାଷ କରିବା ପାଇଁ ତଳି ରୋଇଥିଲେ ଏବଂ ତଳି ବି କିଛି ତାଙ୍କ ଜମିରେ ଥିଲା। ବର୍ତ୍ତମାନ ବନ୍ୟା ଯୋଗୁଁ ଇଏ ବର୍ତ୍ତମାନ ବାଲିଚର ହେଇଯାଇଛି ଏବଂ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଗାଁକୁ ଯିବା ପାଇଁ ରାସ୍ତାଟିଏ ନାହିଁ। ଗ୍ରାମବାସୀମାନେ ବାରମ୍ବାର ସରକାରକୁ ନିବେଦନ କରିଥିଲେ ଯେ ଯେଉଁ ରାସ୍ତା ଦେଇ ସେମାନେ ଆସୁଛନ୍ତି ସେ ରାସ୍ତାକୁ ଯଦି ଉଚ୍ଚା କରାଯାଏ ନିଶ୍ଚିତ ଭାବରେ ବନ୍ୟାରୁ ସେ ମୁକୁଳି ପାରିବେ। ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ତେବେ ଏବେ ଏବେ ଆମେ ଦେଖିବା ଯେ ଏଇ ଯେଉଁ ସାତକୋଶିଆ ଗଣ୍ଡରେ ସରକାରଙ୍କ CWC ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ଦିନ ଆଜି ଆମେ ଜାଣିବା ଯେ ସମୁଦ୍ର ପତନ ଠାରୁ 69 ମିଟର ଉଚ୍ଚତାରେ ଆମର ଜଳ ପ୍ରବାହିତ ହେଉଛି ଏବଂ ପ୍ରତି ସେକେଣ୍ଡରେ 21,000 ଘନ ଫୁଟ ଜଳ ପ୍ରବାହିତ ହେଉଛି। ଏଠି ଗୋଇନ୍ଦି ଗ୍ରାମର କିଛି ଲୋକ ଅଛନ୍ତି, ଆମେ ତାଙ୍କ ସହିତ ଆଲୋଚନା କରିବା ଯେ ସେମାନେ କେମିତି ଭୟଭୀତ ଅଛନ୍ତି ଏବଂ ସରକାର ତାଙ୍କ ପାଖକୁ ପହଞ୍ଚିଛି କି ନାହିଁ, ସେମାନେ କ'ଣ ସୁବିଧା ଅସୁବିଧା ଅଛି ଏବଂ ସେ କିଛି ରିଲିଫ ସହାୟତା ପାଇଛନ୍ତି କି ନାହିଁ ଏ ବିଷୟରେ ସେମାନଙ୍କୁ ଯାଇ ବୁଝିବା। ଆମେ ଏଠି ଜଣେ ମଉସା ଅଛନ୍ତି। ମଉସା, ଆପଣ ଯେଉଁ ଆପଣଙ୍କ ପାଖରେ ଯେଉଁ ବନ୍ୟା ବର୍ତ୍ତମାନ ପହଞ୍ଚିଛି, ପାଣି ପହଞ୍ଚିଛି, ଆପଣ କେମିତି ଅବସ୍ଥାରେ ଅଛନ୍ତି ବର୍ତ୍ତମାନ? ବନ୍ୟା ତ ଭାସି ଯାଉଛୁ, ଯୁଆଡେ ଦେଖ ନଦୀ ନାଳ ଏକା ସବୁ ହେଇଛି। ଆଉ କ'ଣ କୁଆଡ଼େ ଆମେ ଯାଉଛୁ ନା କ'ଣ କହୁଛୁ? କିଛି ନା କୁଆଡ଼େ ବାଟ ଘାଟ କିଛି ନାହିଁ। ଯୁଆଡେ ଗଲେ ନଦୀ ନାଳ ସବୁ ରହିଛି। ଆଉ କୁଆଡ଼େ ଯାଉଛୁ ନା କ'ଣ କହୁଛୁ? ତାପରେ ଦୋକାନ ବାଡ଼ି ବନ୍ଦ, ସବୁ ବନ୍ଦ। ଆମେ ଦେଖିଲେ ଯେ ଦୋକାନ ବାଡ଼ି ବନ୍ଦ, କେଣି ସିଆଡ଼େ ସେ ଯାତାୟାତ ପାଇଁ ଯେ ମାନେ ସୁବିଧା ନାହିଁ। ଆଉ ଜଣେ ମଉସା ଅଛନ୍ତି, ଏଇ ଯେଉଁ ଆପଣମାନେ ଚାଷ ଜମି କରୁଥିଲେ, ଏଠି ମାନେ ଧାନ ଚାଷ କରିବା ପାଇଁ ସବୁ ପ୍ରସ୍ତୁତ ସରିଥିଲା, ଏଭଳି ଅବସ୍ଥାରେ ବନ୍ୟା ଜଳ ପାଣି ମାଡ଼ି ବସିଛି। ଏ କ୍ଷେତ୍ରରେ ଆପଣ କ'ଣ କହିବେ? ବନ୍ୟା ଜଳ ତ ମାଡ଼ି ରହିଲା, ଆଉ ଚାଷବାସ ତ ତାପରେ ହେଇପାରୁନି। ଆମର ଏଠି ସାଙ୍କିରି ସକାଶେ ହାତୀ ଛତି ବାରା ଖାଇଯାଉଛନ୍ତି। ତାପରେ ସୋଲାର ବାଡ଼ ଆମେ ଫରେଷ୍ଟ ପାଇଁ ବହୁତ ହେରା ଦେଲୁ, ସେ ବି ମଧ୍ୟ କରିପାରିଲେନି। ଏବେ ଆମେ ରହିଛୁ ହେରାରେ, ଆଉ କ'ଣ ଅସୁବିଧାରେ। ଆଉ ଦେଖିଲେ ଯେ ବର୍ତ୍ତମାନ ପରିସ୍ଥିତିରେ ସେ କିଛି ପାଇପାରିନାହାନ୍ତି ଏବଂ ସରକାରକୁ ସେ ନିବେଦନ କରିଛନ୍ତି ସୋଲାର ବାଡ଼ କରିବା ପାଇଁ କି ଯେକୌଣସି କ୍ଷେତ୍ରରେ ବର୍ତ୍ତମାନ ସେ ଘରୁ ବାହାରି ପାରୁନାହାନ୍ତି। ଏବେ ଆଉ ଗୋଟେ ମାଉସୀ ଅଛନ୍ତି। ମାଉସୀ, ତମେ କ'ଣ ଆଜି ଯେଉଁ ବନ୍ୟାର ବର୍ତ୍ତମାନ ତମ ଗାଁରେ ପାଣି ଫୁଲ ଅଛି, ଚାଷ ଜମି ମାନେ ବନ୍ୟା ଜଳ ଯାଉଛି, ସରକାର ତମକୁ କ'ଣ ଦେଇଛନ୍ତି ଆଜି? କିଛି ନାହିଁ, ଏଇ ପର୍ଯ୍ୟନ୍ତ ଦେଇନାହାନ୍ତି କିଛି। କ'ଣ ତମେ କେମିତି ଅନୁଭବ କରୁଛ? ଏଇଠି ଦେଖ ମୋ ଘର ଦ୍ୱାର ଭାଙ୍ଗି ଯାଇଛି। ମୋ ପୁତୁରା ସଙ୍ଗାତ ଏଥର ପୁତୁରା ହିଁ ଘର ଆଗୁଆନ ମୁଁ କେମିତି ଯେମିତି ହେରା ନାଖେ ଅଛି। ମୋର ଘର ଦ୍ୱାର ଭାଙ୍ଗି ରୁଜି ସବୁ ଯାଇଛି। ପୁଅ ମାନେ କ'ଣ ଚାହୁଁଛନ୍ତି ଆପଣ? କ'ଣ ତମେ କ'ଣ ଦବ, କ'ଣ କରିବ? ମୁଁ ଆଉ କହିଦେଲି ସିନା, ହେଦି ମୋ ପୁତୁରା ଅଛି, ହେଦି ମୋ ସାନ ଭାଇ ଅଛି, କହିଲି। ଆମେ ଦେଖିଲେ ଦୁଃଖର ସହିତ ନିର୍ମାଣ ସହିତ ସେ କହୁଛି ସରକାରଙ୍କ ତରଫରୁ ମୋତେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ସହାୟତା ମିଳିନାହିଁ। ଆମର ଆଉ ଜଣେ ଏ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ଅଛନ୍ତି, ଯିଏକି ସମସ୍ତଙ୍କୁ ଦୁଃଖ ସୁଖରେ ସାଥୀ ହେଇ ଠିଆ ହୁଅନ୍ତି। ବର୍ତ୍ତମାନ ତାଙ୍କ ସହିତ ଆଲୋଚନା କରିବା ଯେ ପ୍ରତ୍ୟେକ କ୍ଷେତ୍ରରେ ସେ ପ୍ରଶାସନ ସହିତ ଏବଂ ସାମାଜିକ କ୍ଷେତ୍ରରେ ଜଡ଼ିତ ହୁଅନ୍ତି। ଏ ବିଷୟରେ ଯେଉଁ ବନ୍ୟା ପରିସ୍ଥିତି ହେଇଛି, କ'ଣ ପ୍ରଶାସନ ତରଫରୁ କ'ଣ କ'ଣ ଆସିଛି, କ'ଣ ନାହିଁ ଏବଂ କିପରି ଲୋକମାନେ ଅଛନ୍ତି ଟିକେ କହିବେ? ବନ୍ୟା ପାଇଁ ତ ଆମର ରାସ୍ତାଟା ପୁରା ଲକ୍ ହେଇଯାଇଛି। ତେଣୁ ବନ୍ୟା ପାଇଁ ବିଡ଼ିଓଙ୍କୁ ଫୋନ୍ କରାହେଲା, ସେ କ'ଣ ଚୁଡ଼ା ଗୁଡ଼ ସବୁ ଦେଇଛନ୍ତି ଆମ ଏରିଆକୁ। ଆଉ ଆଜି କଲେକ୍ଟର, ସବ୍ କଲେକ୍ଟର ଆସିଥିଲେ, ତହସିଲଦାର ଆସିଥିଲେ, ଆମର IAS ଆଇଥିଲେ, ଆମର ଇଏ ସୁଦୀପ ଭାଇ ଆସିଥିଲେ, ଆମର MP ଙ୍କ ନମିନି। ସେ ଯାଇକି ଆମ କିଏ ଗର୍ଭବତୀ ମହିଳା ଫଳା ଅଛନ୍ତି ତାଙ୍କୁ ଡଙ୍ଗା ଫଙ୍ଗା ଏଠି ସୁବିଧା କରିବେ କହିଲେ, ସବ୍ କଲେକ୍ଟର କହିକି ଯାଇଛନ୍ତି। ଆଉ ସବୁ ଶୁଖା ଖାଦ୍ୟ ଦେବେ ବୋଲି କହିକି ଯାଇଛନ୍ତି। ଆଉ
ବର୍ତ୍ତମାନ ସୁଦ୍ଧା ଲୋକମାନେ ଜଳବନ୍ଦୀରେ ଅଛନ୍ତି। ଏପଟେ ଆପଣଙ୍କର ଗଇଁଦି, ବେହେରାସାହି, ମଝିପଡ଼ା, ଅଁଳାଖଳି ଏ 4ଟି ଗ୍ରାମ ବର୍ତ୍ତମାନ ଜଳବନ୍ଦୀରେ ଅଛନ୍ତି। ସେଥିପ୍ରତି ବର୍ତ୍ତମାନ ପ୍ରଶାସନ କ'ଣ ପଦକ୍ଷେପ ନେଇଛନ୍ତି? ହଁ ପ୍ରଶାସନକୁ ସେଇଆ କହିଲୁ, ଆମେ ସବୁ କଲେକ୍ଟରଙ୍କୁ କହିଲୁ, କିନ୍ତୁ ସବୁ କଲେକ୍ଟର କହିଲେ ଠିକ୍ ଅଛି। ଯେଉଁ ଆମେ କହିଲୁ ଧର ଦେହପା ହେବ, ଦେହପା ହେଲେ ଗାଡ଼ି ମଟର, ସେ କହିଲେ ଠିକ୍ ଅଛି, ଆମେ ପୁରୁଣା ଗୋଟେ ରଖିବୁ ଆମ୍ବୁଲାନ୍ସ 108 ରଖିବୁ। ଆଉ ଯେତେବେଳେ ଅସୁବିଧା হবে ପୁରୁଣାକୁଟୁ ମେଡ଼ିକାଲ ଷ୍ଟାଫକୁ ପଠେଇବୁ, ଯାହା ଅସୁବିଧା ସୁବିଧା ହେବ ସେମାନେ ଆସିକି ଏଇଟା ତୁମର ଦାୟିତ୍ୱ ନେବେ ବୋଲି କହିକି ଯାଇଛନ୍ତି। ଆଉ ଆମେ ଦେଖିଲେ ଯେ ପ୍ରଶାସନ ଆସିଥିଲେ ଏବଂ ପ୍ରଶାସନ ଆସି ସବ୍ କଲେକ୍ଟର ସବୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆମେ ମାନେ ସେମାନେ ଆମ୍ବୁଲାନ୍ସ ଗୋଟେ ଯୋଗାଇ ଦେବେ ଏବଂ ଯାହା ରିଲିଫ ସହାୟତା ଯୋଗାଇ ଦେବେ ଏବଂ ଗୋଟେ ଯିବା ଆସିବା ପାଇଁ ଗୋଟେ ଗାଡ଼ି ବି ମଧ୍ୟ ଡଙ୍ଗା ବି ଯୋଗାଇ ଦେବେ, ଏପରିକି ସେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ରିଲିଫ ସହାୟତା ପ୍ରଦାନ କରାଯାଏ ନାହିଁ। ତୁରନ୍ତ ପ୍ରଶାସନ ଏଠି ରିଲିଫ ସହାୟତା ପ୍ରଦାନ କରୁ। ଏଇ ଯେଉଁ 4ଟି ଗ୍ରାମ ରହିଛନ୍ତି ବର୍ତ୍ତମାନ ସେମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଦୀର୍ଘ 24 ଘଣ୍ଟା ହେଲେ ସେମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ତେଣୁ ପ୍ରଶାସନକୁ ଅନୁରୋଧ, ସେମାନଙ୍କୁ ରିଲିଫ ସହାୟତା ପ୍ରଦାନ କଲେ ନିଶ୍ଚିତ ଭାବରେ ସେମାନେ ଏଇ ଯେଉଁ ଜଳବନ୍ଦୀରୁ ମୁକ୍ତ ହେଇପାରିବେ। ବନ୍ତଳାରୁ ଦିନେଶ ଦେଓଙ୍କ ରିପୋର୍ଟ, କନକ ନ୍ୟୁଜ୍।